ଜାତୀୟ ବିଜ୍ଞାନ ଦିବସ ଓ ରମଣ ପ୍ରଭାବ। ପ୍ରତିବର୍ଷ ଫେବୃଆରୀ 28 ତାରିଖକୁ ଭାରତରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି କେବଳ ଏକ ତାରିଖ ନୁହେଁ, ବରଂ ଭାରତୀୟ ବୈଜ୍ଞାନିକ ପ୍ରତିଭାର ଏକ ବିରାଟ ସ୍ୱୀକୃତି। 1928 ମସିହା ଫେବୃଆରୀ 28 ତାରିଖରେ ମହାନ ଭାରତୀୟ ବୈଜ୍ଞାନିକ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ ସିଭି ରମଣ ତାଙ୍କର ପ୍ରସିଦ୍ଧ ଆବିଷ୍କାର ରମଣ ପ୍ରଭାବ ବିଷୟରେ ବିଶ୍ୱକୁ ଜଣାଇଥିଲେ। 1921 ମସିହାରେ ଏକ ସାମୁଦ୍ରିକ ଯାତ୍ରା ସମୟରେ ରମଣଙ୍କ ମନରେ ଏକ ପ୍ରଶ୍ନ ଜାଗିଥିଲା ଯେ ସମୁଦ୍ରର ପାଣି ନୀଳ ଦେଖାଯାଏ କାହିଁକି। ସେତେବେଳେ ପ୍ରଚଳିତ ଧାରଣା ଥିଲା ଯେ ଆକାଶର ପ୍ରତିଫଳନ ଯୋଗୁଁ ସମୁଦ୍ର ନୀଳ ଦେଖାଯାଏ, କିନ୍ତୁ ରମଣ ଏଥିରେ ସନ୍ତୁଷ୍ଟ ନଥିଲେ। ସେ କଲିକତା ଫେରିବା ପରେ ଆଲୋକର ବିଚ୍ଛୁରଣ ସ୍କାଟରିଂ ଅଫ୍ ଲାଇଟ୍ ଉପରେ ଗଭୀର ଗବେଷଣା ଆରମ୍ଭ କଲେ। ରମଣଙ୍କ ଗବେଷଣା ଅନୁସାରେ ଯେତେବେଳେ ଏକବର୍ଣ୍ଣୀୟ ଆଲୋକ ମନୋକ୍ରୋମାଟିକ୍ ଲାଇଟ୍ କୌଣସି ପାରଦର୍ଶୀ ମାଧ୍ୟମ କଠିନ ତରଳ କିମ୍ବା ଗ୍ୟାସୀୟ ଦେଇ ଗତି କରେ, ସେତେବେଳେ ଆଲୋକର କିଛି ଅଂଶ ବିଚ୍ଛୁରିତ ହୋଇଯାଏ। ଏହି ବିଚ୍ଛୁରିତ ଆଲୋକର ତରଙ୍ଗ ଦୈର୍ଘ୍ୟ ମୂଳ ଆଲୋକଠାରୁ ଭିନ୍ନ ହୋଇଥାଏ। ଏହାକୁ ହିଁ ରମଣ ପ୍ରଭାବ କୁହାଯାଏ। ବର୍ତ୍ତମାନ ସମୁଦ୍ର ପାଣି କାହିଁକି ନୀଳ ଦେଖାଯାଏ ବୁଝିପାରିବା। ସୂର୍ଯ୍ୟଙ୍କ ଧଳା ଆଲୋକ 7ଟି ରଙ୍ଗର ସମାହାର: ବାଇଗଣୀ, ନୀଳ, ଆକାଶୀ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ। ଯେତେବେଳେ ସୂର୍ଯ୍ୟକିରଣ ସମୁଦ୍ର ପାଣି ଉପରେ ପଡ଼େ, ସେତେବେଳେ ଜଳର ଅଣୁଗୁଡ଼ିକ ଆଲୋକକୁ ବିଚ୍ଛୁରିତ କରିଦିଅନ୍ତି। ନାଲି, ହଳଦିଆ ଏବଂ ନାରଙ୍ଗୀ ପରି ରଙ୍ଗଗୁଡ଼ିକର ତରଙ୍ଗ ଦୈର୍ଘ୍ୟ ଅଧିକ ହୋଇଥିବାରୁ ସେଗୁଡ଼ିକ ପାଣି ଦ୍ୱାରା ଶୋଷିତ ହୋଇଯାଆନ୍ତି, କିନ୍ତୁ ନୀଳ ରଙ୍ଗର ତରଙ୍ଗ ଦୈର୍ଘ୍ୟ କମ୍ ହୋଇଥିବାରୁ ଏହା ସବୁଠାରୁ ଅଧିକ ବିଚ୍ଛୁରିତ ହୁଏ ଏବଂ ଆମ ଆଖିକୁ ଦେଖାଯାଏ। ଏହି ଅସାଧାରଣ ରମଣ ପ୍ରଭାବ ଆବିଷ୍କାର ପାଇଁ ସିଭି ରମଣଙ୍କୁ 1930 ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନ କ୍ଷେତ୍ରରେ ନୋବେଲ ପାଇବାରେ ସେ ଥିଲେ ପ୍ରଥମ ଏସୀୟ ବ୍ୟକ୍ତି। ସିଭି ରମଣଙ୍କ ଗବେଷଣା ପ୍ରମାଣ କରିଥିଲା ଯେ ସୀମିତ ସମ୍ବଳ ମଧ୍ୟରେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଥିଲେ ବିଶ୍ୱସ୍ତରୀୟ ସଫଳତା ପାଇହେବ। ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଏବଂ ଦେଶର ପ୍ରଗତିରେ ବିଜ୍ଞାନର ଭୂମିକାକୁ ସ୍ମରଣ କରିବା।